এথর যদি মনে নবুতু মানি জীবিল তো কথারে আচ্ছা মানে ইয়ে লিজা তোমার কোন হবে সিস্টার আচ্ছা মানে যে বিদেশী নি যে ফরেন বহু আপনাଙ୍କର সিস্টার সিস্টার হবে ভଉଣୀ হবে ଭଉଣୀ ହେବେ ମାନେ ଆପଣ ଦୀପଙ୍କର ଶଳା ଶଳା ନିହାତି ବଡ ଶଳା। ବଡ ଶଳା ହଁ ଏ ଶଳା ବିଧା ବି ଆପଣ ମାରିଥିଲେ ବୋଧେ ନା ମୋ ସାନ ଭାଇ ମାତ୍ର ମଝିଆ ଭାଇ। ଏଥର ଜମା ମନେ ବିନି ମୁଁ ରାଗୁଥା ଯେତେ ମୋ ପରେ ତୁ ସେମାନେ ଟିକେ ଫରେନ ବୋଉ କେହି ହେଁ? ମତେ ଦିଦି ନା କେମିତି ଫରେନ ବୋଉ କହିଦେଲେ ଫରେନ ଭଉଣୀ ଭଉଣୀ ନିହାତି ହେଟା ତ ହେଇପାରିବ ନା ହଉ। ତମେ ବୋଉ କହିଦଉଛ ଅଲଗା ଅସୁବିଧା ଏଇ ଝଡ଼ ବର୍ଷାର ଟିକେ କରେଣ୍ଟ କଟି ହଉଛି ଆଉ ସମସ୍ୟା ତ ଜାଣିଥିବେ ଗାଁର କେମିତି ସମସ୍ୟା ଆମେ ତ ସମ୍ପୂର୍ଣ୍ଣ ରହିପାରୁନାହୁଁ କାହିଁକିନା ମୁଁ 2 ବର୍ଷ ତଳର ଏଇ 3 ବର୍ଷ ପରେ ଆସିଛି ଆଜି ମୁଁ କାହିଁକିନା ବଡ଼ ଭାଇଟେ ସାନ ବଡ଼ ଭାଇଟେ ବାହାଘର ବୋଲିକି କାହିଁକିନା ମୋର ପିସା ନିଜେ ସମ୍ପିଲେ ସେମାନେ ବି ଭଲ ମୋର ସାନ ଭାଇ ମୋର ମଝିଆ ଭାଇ ସେମାନେ ବି ଭଲ ଡିସିସନ ନେଇଛନ୍ତି ଯାହା ବି ହବ ଭଲରେ ହବ। ଇଏ କଣ କହିଲେ ଆଜି ଲାଇନ କେତେବେଳକୁ କଣ ଆସିବ କଣ ଲାଇନ ତ ଆସିବ ସେ ଆମର ସର୍ଭିସ କଟା ହେଇଛି ଆମେ ତାଙ୍କୁ କମ୍ପ୍ଲେନ କରିଛୁ ଆଜି ଦିଦି ସନ୍ଧ୍ୟାବେଳୁ ଦେଇପାରିଲେ ଭଲ କଥା ନିଜେ କାଲି ଦେବେ ଆମର ସେଟା ତ କରେଣ୍ଟ ଅଫିସର ସହିତ କଥା ହେଇକି ଆଇନୁ ଏବେ ଜଷ୍ଟ ଆସି ପହଞ୍ଚିଲା ଆପଣ ଆସି ପହଞ୍ଚିଲେ ସେମାନେ ଟିକେ ଫରେନ ବୋଉ ଥଣ୍ଡାରେ- କେହି ହେଁ? ମତେ ଦିଦି ନା କେମିତି ଫରେନ ବୋଉ କହିଦେଲେ ଫରେନ ଭଉଣୀ ଭଉଣୀ ନିହାତି ହେଟା ତ ହେଇପାରିବ ନା ହଉ। ତମେ ବୋଉ କହିଦଉଛ ଅଲଗା ଆଚ୍ଛା ଇଣ୍ଡିଆନ ବୋଉ ନାଇଁ ତାହେଲେ ଫରେନ ନା ଭଉଣୀ ମାନେ ଭଉଣୀ ହଁ ଆମର ଯିଏ ଫରେନ ଭଉଣୀ ହଉ କି ସେ ଯିଏ ବି ଦେଶୀ ହଉ ହଉ ନାଇଁ କି? ନିହାତି ଭଉଣୀ ମାନେ ଭଉଣୀ କାହିଁକିନା ମୁଁ ଗୋଟେ ବଡ ଭାଇ ସେ ମୋର ମୋର ସମାଜ ସେବା କିନ୍ତୁ ନିହାତି ହେଲେ ବି ତାଙ୍କଠୁ ମୁଁ ବଡ ହେଇପାରେ ସେ ବି ମୋ ଠୁ ବଡ ହେଇପାରନ୍ତି ସେମାନେ ମୋର ଭଉଣୀ ମୋର ସାନ ଭାଇ ବାହା ହେଇସାରିଛି ମୋର ବି ବାହାଘର ପ୍ରସ୍ତାବ ଚାଲିଛି ବାହାଘର ପ୍ରସ୍ତାବ ଚାଲିଛି ନିହାତି ଭାବରେ ଆଚ୍ଛା ତାମାନେ ଇଏ ଭଉଣୀ ତ ଆପଣଙ୍କର ଫରେନ ଭଉଣୀ ହଁ ନିହାତି ତ ମତେ ଲାଗୁଛି ଆପଣ ବୋଧେ ଫରେନ ରୁ ଗୋଟେ ବାହା ହେବେ ବୋଧେ ନା ନା ଏବେ ଓଡିଶାରୁ ବାହାରୁ ଫରେନ ଏତେ ବାଟ ଯାଇପାରିବିନି କାହିଁକିନା ମୋର ସେତିକି ପାଠ ନାହିଁ ସତର କଥା କାହିଁକିନା ଯେତେବେଳେ ଯେତେବେଳେ ମୋର ସାନ ଭାଇ ଦୀପ ଭାଇ ଯେତେବେଳେ ମୋ ପାଖ ଯାଇଥିଲେ ଯେତେବେଳେ ମେଡିସିନ କମ୍ପାଉଣ୍ଡର ଲୋ କାଷ୍ଟର ଥିଲେ ଏବେ ହାଇଷ୍ଟର ଅଛି ଛୁଆଙ୍କୁ କାମ ଦଉଛି ଏବେ ବି କାମ କରୁଛି ଛୁଆଙ୍କୁ ନେଇକି ଭାଇ ମ୍ୟାନେଜମେଣ୍ଟ କରିଛନ୍ତି ହୋଟେଲ ମ୍ୟାନେଜମେଣ୍ଟ କରିଛନ୍ତି ମୋର ଡିପ୍ଲୋମା ଓଟୁ କରିଛନ୍ତି ଯାହା ବି କରିଛନ୍ତି ହୋଟେଲ ମ୍ୟାନେଜମେଣ୍ଟ କରିଛନ୍ତି ନିହାତି ଭାବରେ ମୁଁ ତ କମ୍ପ୍ଲିମେଣ୍ଟ ଦେମି ଏହା ପାଇଁ କାହିଁକିନା ଏତେ ବାଟରୁ ଆସିକି ପାଖାପାଖି କିଲୋମିଟର ଆସିକି ଏତେ କମ୍ପ୍ଲିମେଣ୍ଟ ଦବା ଏତେ କଲଚରକୁ ବୁଝିବା ବହୁତ ମାନେ ଆମ ସହିତ ମିଶିବା ବହୁତ ମୁଁ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଚେଷ୍ଟା କରେ କାହିଁକିନା ଆମର ସେ ବଡ ଭଉଣୀ ସାନ ଭାଇଟେ ମୋଠୁ ବି ସାନ ଭାଇ ଅଛନ୍ତି ଆଉ ତାଙ୍କୁ ଏତିକି କମ୍ପ୍ଲିମେଣ୍ଟ ଦେମି ନା ଏତେ ବାଟରୁ ଆସିକି ଏଠି ମାନେ ଓଡିଶା କଲଚରକୁ ବୁଝିବା ଆଉ ଓଡିଶା ଜଗନ୍ନାଥ ବୁଝିବା ବହୁତ କଲଚର କାହିଁକିନା ଫରେନରୁ ଲୋକ ଆସୁଛନ୍ତି ଆଉ ଆମର ପୁରୀ ଜଗନ୍ନାଥ ମନ୍ଦିର ବୁଲିକି ଯାଉଛନ୍ତି ସେମାନଙ୍କୁ ବହୁତ ତାଙ୍କୁ ଧନ୍ୟବାଦ ଦେମି ମୋ ତରଫରୁ କାହିଁକିନା ମୁଁ ବହୁତ ସେମାନଙ୍କ ପାଇଁ ବହୁତ ଖୁସି ଅଛି। ଆଚ୍ଛା ଏଇ ତ ଯୋଉ କହୁଛନ୍ତି ଆପଣଙ୍କ ଭଉଣୀ ହୁଁ। ଆପଣଙ୍କ ଭଉଣୀ ତ ଜଗନ୍ନାଥ ମନ୍ଦିର ଭିତରକୁ ଯାଇପାରିବେ ନାହିଁ ଯିବେ ନା ଯାଇପାରିବେ ଯାଇପାରିବେ